ସହରରେ ଗରିବ ତଥା ମଧ୍ୟମ ବର୍ଗର ଲୋକମାନଙ୍କୁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଉପଲବ୍ଧ କରାଇବା ପାଇଁ ପ୍ରଥମ ପର୍ଯ୍ୟାୟରେ ଦେଇଛନ୍ତି ଗ୍ରୀନ୍ ସିଗ୍ନାଲ। ପିଏମ୍ ଆବାସ ଯୋଜନାରେ 6 ଲକ୍ଷରୁ ଅଧିକ ଘର ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ମଞ୍ଜୁର ଦେଇଛନ୍ତି। ଏହି ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟରେ ସହରରେ ଆସନ୍ତା 5 ବର୍ଷରେ 1 କୋଟି ଘର ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ଏହାର ପ୍ରଥମ ପର୍ଯ୍ୟାୟରେ 6 ଲକ୍ଷ ଲୋକଙ୍କୁ ଘର ଯୋଗାଇ ଦିଆଯିବ। ଏହି ଯୋଜନାରେ କାର୍ଯ୍ୟକାରୀ ପାଇଁ ପ୍ରାୟ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହ MOU ସ୍ୱାକ୍ଷର କରିଛନ୍ତି। ମନ୍ତ୍ରାଳୟ ଅଧିକାରୀମାନେ କହିଛନ୍ତି ଯେ ପ୍ରାୟ ସମସ୍ତ ରାଜ୍ୟରେ ଗୃହ ପ୍ରସ୍ତାବ ଗ୍ରହଣ କରାଯାଇଛି। ରାଜ୍ୟରେ ହିତାଧିକାରୀ ଚୟନ ପ୍ରକ୍ରିୟା ଆସନ୍ତା ବର୍ଷରୁ ଆରମ୍ଭ ହେବ। ଡିମାଣ୍ଡ ସର୍ଭେ ଏବଂ ପ୍ରମାଣପତ୍ର ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ଯୋଜନା ରହିଛି। ଏହା ସହିତ ମାର୍ଚ୍ଚ ସୁଦ୍ଧା ଆଫୋର୍ଡେବଲ୍ ହାଉସିଂ ପଲିସି ପ୍ରସ୍ତୁତ କରାଯିବ। ପିଏମ୍ ଆବାସ ଯୋଜନା ପାଇଁ ହୋଇଥିବା MOU ଚୁକ୍ତି ସ୍ୱାକ୍ଷର ଏହା ସର୍ତ୍ତ ରଖାଯାଇଛି। ଏଥର 6 ଲକ୍ଷ ଘର ନିର୍ମାଣ ସହିତ ଭଡ଼ାଟିଆ ମଡେଲର ଆଫୋର୍ଡେବଲ୍ ରେଣ୍ଟ ହାଉସିଂ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ଏଥିରେ ଘର କିଣିବାକୁ ଚାହୁଁନଥିବା ଆର୍ଥିକ ରୂପରେ ଦୁର୍ବଳ ତଥା କମ୍ ଆୟ ବର୍ଗର ଲୋକମାନଙ୍କୁ ଭଡ଼ାରେ ଆବାସ ଉପଲବ୍ଧ କରିଦିଆଯିବ। ତେବେ କାର୍ଯ୍ୟରତ ମହିଳାମାନଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି।